ଜାଣିଛନ୍ତି ସମସ୍ତେ ତ ଜାଣିଛନ୍ତି ହାପି ବର୍ଥଡେ ଅଛି, ଆନିଭର୍ସରୀ ଅଛି, ଅଲଗା ବହୁତ ସାରା ଡେ ଅଛି। କିନ୍ତୁ ଆଜି ଯେଉଁ ଡେ ଅଛି ତାକୁ କେହି ଭ୍ୟାଲ୍ୟୁ ବୋଲି ଭାବନ୍ତିନି, କେହି କିଛି ସେମିତି ତାକୁ ଇମ୍ପୋର୍ଟାଣ୍ଟ ଦିଅନ୍ତିନି। ଆଜି ହେଉଛି ୱାର୍ଲଡ଼ ହେଲ୍ଥ ଡେ, ଯେଉଁଟାକି ଆଜି ଆପଣମାନେ ବି ଗୋଟେ ସଂକଳ୍ପ, ଛୋଟ ସଂକଳ୍ପ ନେଇପାରିବେ କେମିତି ଆପଣ ସୁସ୍ଥ ହେବା ସହିତ ଆପଣଙ୍କ ପରିବାରକୁ ଆପଣ ସୁସ୍ଥ କରିପାରିବେ। କେମିତି ଆପଣ ସକାଳୁ ଉଠିବେ, ଆପଣ ଉଠିକି କିଛି ଟିକେ 15 ମିନିଟ୍ 20 ମିନିଟ୍ ଏକ୍ସରସାଇଜ୍ କରିପାରିବେ, ଟିକେ ଉଷୁମ ପାଣି ପିଇପାରିବେ, ନିଜ ଘରର ଯେଉଁ ଅଛି ନିତ୍ୟକର୍ମ ତାକୁ ସାରିପାରିବେ, କିଛି ଅଲଗା କିଛି ଏଜୁକେସନାଲ୍ ଜିନିଷ ବି ଆପଣ ୟୁଜ୍ କରିପାରିବେ, କିଛି ଶିକ୍ଷଣୀୟ ଜିନିଷ କିଛି କରିପାରିବେ। ତା ଭିତରେ ଆପଣଙ୍କର ଦିନଚର୍ଯ୍ୟା ଯାହା ଯେମିତି ଅଛି, କେମିତି ଆକ୍ଟିଭିଟି ହେବେ ଆପଣ, କେମିତି ଆପଣଙ୍କର ଗ୍ୟାସ୍ ଫର୍ମାଟ୍ ଷ୍ଟାର୍ଟ ହେବନି, କେମିତି ଆପଣ ଖୁବ୍ ଭଲରେ ରହିପାରିବେ, ଫ୍ୟାମିଲିକି ବହୁତ ଭଲରେ ରଖିପାରିବେ। ଆଜି ଗୋଟେ ହେଲ୍ଥ ଡେ ଅଛି, ଆପଣ କିଛି ନା କିଛି ଭାବନ୍ତୁ ଆଜି ଦିନରେ ମୁଁ କ'ଣ କରିବି, ସକାଳୁ ରାତି ପର୍ଯ୍ୟନ୍ତ ମୋ ଦିନଚର୍ଯ୍ୟା କେମିତି ରଖିବି, ପାଣି ପିଇବା କେମିତି ଠିକ୍ ରଖିବି, ମୋ ବଡ଼ି ଅନୁସାରେ ମୋତେ କ'ଣ ଦରକାର ଅଛି, ମୁଁ ସେଇଟା କେମିତି କରିବି, ମୋ ବଡ଼ି ଅନୁସାରେ ମୋତେ କ'ଣ ଖାଇବାର ଅଛି, ମୁଁ କେମିତି ସୁସ୍ଥ ରହିବି। ଆଜି ଦିନରେ ଗୋଟେ ବହୁତ ବଢ଼ିଆ ଦିନ ଅଛି, ଆଜି ଏଇଟା କରନ୍ତୁ, ଦେଖିବେ ଆପଣଙ୍କୁ ନିହାତି ଭଲ ଲାଗିବ। କେମିତି କରିବେ, ଯେମିତିକି ଆଜି ତ ସକାଳ ଚାଲିଗଲାଣି, ଏବେଠୁ ଆପଣ କେମିତି ସ୍ନାକ୍ସ ଟିକେ ଭଲ ଖାଇବେ, ଆପଣଙ୍କ ଲଞ୍ଚ ପ୍ଲେଟ୍ଟାକୁ କେମିତି ବାଲାନ୍ସିଂ କରିକି ଖାଇବେ, କେମିତି ଆପଣ ଭଲସେ ପାଣି ପିଇବେ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ, ତାପରେ ଆପଣ ସଞ୍ଜବେଳେ କେମିତି ହାଲକା ଫୁଲକା ସ୍ନାକ୍ସ ନେବେ, ରାତିରେ କେମିତି ହାଲକା ଫୁଲକା ଖାଇବେ। ଯଦି ସମୟ ଆପଣଙ୍କ ହାତରେ ଅଛି ସଞ୍ଜବେଳେ କିଛି ଟିକେ ପାର୍କ ହେଉ କି କୌଣସି ମଲ୍ ହେଉ କିଛି ଏମିତି ବୁଲି ପାରିବେ, କି ଆପଣଙ୍କ ପରିବାରରେ ହେଉ ଆପଣଙ୍କ ସରାଉଣ୍ଡିଂରେ ହେଉ କିଛି ହସ ଖୁସି ଥଟ୍ଟା ମଜା କରିକି ଆପଣ ମାଇଣ୍ଡଟାକୁ ଫ୍ରେଶ୍ କରିପାରିବେ। କି ତା ମଝିରେ ଯଦି ଚାହୁଁଛନ୍ତି ଅଧଘଣ୍ଟା କିଛି ରେଷ୍ଟ ନେଇପାରିବେ। ଆପଣଙ୍କ ହେଲ୍ଥ ପାଇଁ ଏଇସବୁ ଜିନିଷ କରନ୍ତୁ, ଦେଖିବେ ନିହାତି ସୁସ୍ଥ ରହିବେ। ଯଦି କିଛି ଏକ୍ସଟ୍ରା ଚାହୁଁଛନ୍ତି ନା, ତାର ମୋର ଏଇସବୁ ଭିଡ଼ିଓ ଦେଖନ୍ତୁ, ସବୁକିଛି ଆମ ହାତରେ ଅଛି, ଆମ ଘରେ ଅଛି, ଆମେ ଚାହିଁଲେ ସବୁ କିଛି କରିପାରିବା। ଦେଖନ୍ତୁ।